ଦେଖିଲୁ ତ ମା ଭୂମି ଏମାନଙ୍କ ସାଙ୍ଗରେ ଆସିଲି ଲାଗୁଛି ଏମାନେ ଭୂମିକୁ ସେଠି ଛାଡି ଦେଇକି ଆସିଛନ୍ତି। ତମେ ସମସ୍ତେ ଆସିଗଲ ମୁଁ ତ କେତେବେଳୁ ତମମାନଙ୍କୁ ୱେଟ୍ କରିଛି। ମା ମୁଁ ଜାଣିଥିଲି ଏତେ ସବୁ ଘଟଣା ବିଷୟରେ ଜାଣିବା ପରେ ଆପଣ ସେ ଭୂମିକୁ ଆଉ ଘରକୁ କେବେ ବି ଫେରେଇକି ଆଣିବେନି। ଭଲ ହେଲା। ମୁଁ ତ ଏପର୍ଯ୍ୟନ୍ତ ବିଶ୍ୱାସ ବି କରିପାରୁନି ଯେ ସେ ଭୂମି ମୋ ଭଉଣୀ ହେଇକି ଏମିତି କାମ କରିପାରିଲା। ମୋର ପିରିୟଡ୍ସ ଚାଲିଛି ଆଜି ତ ଛାଡ଼ିଦିଅ। ଆରେ ନବମ ଶ୍ରେଣୀ ଝିଅଟି ୟାର ତ ଗ୍ରୋଥ କଣ ବେଲ ପାଚିଗଲାଣି ଆଉ। ମୋ ଫ୍ଲାଟକୁ ଯିବା ଲେଟ୍ସ ଗୋ ନା। ତ ଗୋଟେ ପୁଅ ଥିଲେ କଣ ହେଇଥାନ୍ତା ବାପା। କାଲି ଆମର ଆଉ କିଏ ଏମ୍ପ୍ଲୟ ବି ଟାର୍ଗେଟ ହେଇପାରିବ। ଯୋଉ ଝିଅମାନେ ଆଜି ବି ଭୟରେ ଚୁପ୍ ଅଛନ୍ତି ସେଇମାନଙ୍କ ପାଇଁ। ସତରେ ଆମେ ଦି ଜଣ ଗୋଟେ ଘରେ ଏକାଠି ବଢିଛୁ ଆଉ ମୋ ମା ଆମକୁ ଏମିତି ଶିକ୍ଷା ଜମା ବି ଦେଇନି। ହେଲେ ଦେଖୁନାହାନ୍ତି ଆପଣଙ୍କର ଏତେ ଭଲ ଘର ଏତେ ଭଲ ଫ୍ୟାମିଲି କିନ୍ତୁ କଣ ହେଲା ଭୂମି ତ ଆପଣଙ୍କ ଘରକୁ ଭାଗ କରିଦେଲା। ସତରେ ସେ ଭୂମିର ମାନବିକତା ବୋଲି କିଛି ବି ନାହିଁ। କଣ ସେ କହିବି ମୁଁ ତାକୁ। ମୁଁ ଭୂମି ଜାଗାରେ ଥିଲେ ମରି ଯାଇଥାନ୍ତି ପଛେ ହେଲେ ଏମିତି ଭୁଲ କାମ କେବେ ବି କରିନଥାନ୍ତି। ଭଲ ହେଲା ଆପଣ ସେ ଭୂମିକୁ ଘରୁ ବାହାର କରିଦେଲେ। ଭଲ କରୁଛନ୍ତି। ମା ମତେ ଘରୁ ବାହାର କରିନାହାନ୍ତି ରୋଷେଇ ମୁଁ ଏଇଠି ଅଛି।